ଏଇ ସିନ୍ଦୁକଟା ପାଇଁ ମା ସାଙ୍ଗେ ଆମର କେତେ ପାଟିତୁଣ୍ଡ କହତ। ପୁରୁଣା ନରମ କନାରେ ଭେସଲିନ୍ ଟିକେ ବୋଳି ବିରାଟ କାଠ ସିନ୍ଦୁକଟାକୁ ପୋଛୁ ପୋଛୁ ସ୍ମୃତି କହିଲା, ହଁ ପରା, ଏତେ ସୁନ୍ଦର ଆମ ଘରେ ଏଇଟା କେତେ ଓଲ୍ଡ ଫ୍ୟାସନ୍ ଲାଗୁଛି। ଜମା ଶୁଣେନି ନା ସିଏ। ଖାଲି ଆମେ, ବାବା ବି କେତେ କହିଛନ୍ତି। ଏକା ଜିଦ୍, ଏଇଟା ମୋ ବୋଉର ସ୍ମୃତି। ଥାଉ। ସ୍ମୃତି କହୁ କହୁ ତା କଣ୍ଠ ରୁନ୍ଧି ହେଇଗଲା। କହିବ, ମୁଁ ମରିଗଲେ ତୁମେ ଯାହା କରିବ କର। ସାନ ଭଉଣୀର ଲୁହ ଦେଖି ପ୍ରୀତି କଥା ବଦଳେଇଲା। କହିଲା, ଏଇ OLX ରହି ବହୁତ ଭଲ ହେଉଛି ନା ରେ। ନହେଲେ ଏତେ ପୁରୁଣା ସିନ୍ଧୁକଟାକୁ କିଏ କିଣିବାକୁ ରାଜି ହେଇଥାନ୍ତା କହ ତ, ପୁଣି ଏତେ ଭଲ ଦାମରେ। ମନକୁ ବୁଝେଇଲା ପରି ସେ କହିଲା, ତାଙ୍କର ମ୍ୟୁଜିୟମ୍ ଅଛି ତ, ବେଶ ଯତ୍ନରେ ରଖିବେ ଏଇଟାକୁ। ମାଆର ଆତ୍ମା ଅନ୍ତତଃ ଶାନ୍ତି ପାଇବ। ଏଇଠି ଥିଲେ ଉଇ ଲାଗିଥାନ୍ତା, ମୂଷା କାଟିଥାନ୍ତା। ଦେଖିଲୁ, ସିନ୍ଧୁକ ଉପରର ଏଇ ମୟୂରଟାକୁ ପୋଛିଦେଲା ବେଳକୁ କେତେ ଜୀବନ୍ତ ଲାଗୁଛି। ସତରେ ଯେମିତି ଏଇନା ପରଝାଡ଼ି ନାଚି ପକେଇବ। ସ୍ମୃତି କହୁ କହୁ ପ୍ରୀତି ବି ଉଠି ଦୌଡ଼ିଲା ସେଠିକି। ସତରେ ତ, ଏଇ ଓଲଟ ଶୁଆଟା ଦେଖ, ସତରେ ରୁଷିଲା ଭଳି ଲାଗୁନି। ସ୍ମୃତି, ଏଇ ଜାଗାଟା ଦେଖ, ଟିକେ ଘୋରି ହେଇଯାଇନି। ମାଆର ଆଙ୍ଗୁଳି ବାଜି ବାଜି ବୋଧେ। ସବୁବେଳେ ତ ଏଇଟାକୁ ଖୋଲୁଥାଏ ବନ୍ଦ କରୁଥାଏ। ଏଇ କଣଟାରେ ବାଜି ତୋ ମୁଣ୍ଡ ଫାଟି ଯାଇ ନଥିଲା। ମା ସେଦିନ ତୁ ଶୋଇଗଲା ପରେ ତା ଦୁର୍ବଳିଆ ଦେହରେ ବି ଏଇ ଇଟାକୁ ଠେଲି କଣକୁ ନେଇଯାଇଥିଲା। ମୋର ନା ଏଇଟାକୁ ବିକିବାକୁ ଇଚ୍ଛା ହଉନି। ସ୍ମୃତି କହୁ କହୁ ପ୍ରୀତି କହିଲା, ମୋର ବି। ଏଇଟା ଦେଖି ମୋତେ ଲାଗୁଛି ମା ଏଇଠି ଆମ ଆଖପାଖରେ ଅଛି। ମନା କରିଦେ ସେ ଲୋକକୁ। କହ, ଆମେ ମନ ବଦଳେଇ ଦେଲୁ। ସ୍ମୃତି ଲୁହ ପୋଛିଲା। କିନ୍ତୁ ୟାକୁ ରଖିବ କିଏ ପାଖରେ, ତୁ ନା ମୁଁ? ପ୍ରୀତି ପଚାରିଲା। ତୋର ବଦଳି ଚାକିରି, ଫ୍ଲାଟ୍ ଘର, ବରଂ ଏଇଟା ମୋ ପାଖେ ରହୁ। ଯେତେବେଳେ ବି ଇଚ୍ଛା ହବ ମା ପାଖେ ଗେଲ ହବାକୁ ନା, ତୁ ଆସିଯିବୁ। ସ୍ମୃତିର ସ୍ୱର ଲୁହ ଜର ଜର। ମା ଥିଲେ କେତେ ଖୁସି ହେଇଥାନ୍ତା ଆଜି। ପ୍ରୀତି କହିଲା, ମା ଖୁସି ହିଁ ହଉଥିବ। ମା ଏଇଠି ଥିବ ଆମ ପାଖରେ। ଆମକୁ ଛାଡ଼ି ସେ ଯିବ କୁଆଡ଼େ? ସ୍ମୃତି ପ୍ରୀତିକୁ ଜାବୁଡ଼ି ଧରି ତା କାନ୍ଧରେ ମୁହଁ ଗେଞ୍ଜି ଦେଲା।